ओम शांति 18/1/2025 प्रातः मुरली अव्यक्त बापदादा मधुबन। पिताश्रींकर पुण्य स्मृति दिवस रे प्रातः क्लास रे शुणाइबा पई बापदादांकर अमूल्य मधुर महावाक्य। ओम शांति। आत्मिक पिता एबे तुमମାନଙ୍କ सहित आत्मिक वार्तालाप करुछंती बा शिक्षा देउछंती। शिक्षकଙ୍କର काम ହେଲା ଶିକ୍ଷା ଦେବା ଏବଂ ଗୁରୁଙ୍କର କାମ ହେଲା ଲକ୍ଷ୍ୟ ସ୍ଥଳର ରାସ୍ତା ଦେଖାଇବା। ତେବେ ତୁମର ଲକ୍ଷ୍ୟ ହେଲା ମୁକ୍ତି ଏବଂ ଜୀବନ ମୁକ୍ତି। ମୁକ୍ତି ଧାମକୁ ଯିବା ପାଇଁ ଯୋଗର ଯାତ୍ରା ବହୁତ ଜରୁରୀ ଅଟେ ଏବଂ ଜୀବନ ମୁକ୍ତି ଧାମକୁ ଯିବା ପାଇଁ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିବା ଜରୁରୀ ଅଟେ। ଏବେ ତ 84 ଜନ୍ମର ଚକ୍ର ସମାପ୍ତ ହେଉଛି, ତେଣୁ ଘରକୁ ଫେରିବାକୁ ହେବ। ନିଜ ସହିତ ଏହିଭଳି କଥାବାର୍ତ୍ତା କରିବା ଦ୍ୱାରା ବହୁତ ଖୁସି ଲାଗିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସିର ଅନୁଭବ କରାଇ ପାରିବ। ତୁମକୁ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ଦେଖାଇବାର କୃପା କରିବାକୁ ହେବ। ତମୁ ପ୍ରଧାନରୁ ସତ୍ୱ ପ୍ରଧାନ କରିବାର କୃପା କରିବାକୁ ହେବ। ବାବା ତ ତୁମମାନଙ୍କୁ ପାପ ଏବଂ ପୁଣ୍ୟର ଗହନ ଗତି ବିଷୟରେ ମଧ୍ୟ ବୁଝାଇ ଦେଇଛନ୍ତି। ପୁଣ୍ୟ କ'ଣ ଏବଂ ପାପ କ'ଣ? ସବୁଠାରୁ ବଡ଼ ପୁଣ୍ୟ ହେଲା ବାବାଙ୍କୁ ମନେ ପକାଇବା ଏବଂ ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ସ୍ମରଣ କରାଇ ଦେବା। ସେଣ୍ଟର ଖୋଲିବା, ଶରୀର ମନ ଧନ ଅନ୍ୟମାନଙ୍କ ସେବାରେ ଲଗାଇବା, ଏହା ପୁଣ୍ୟ ଅଟେ। ସଙ୍ଗ ଦୋଷର ପ୍ରଭାବରେ ଆସି ବ୍ୟର୍ଥ ଚିନ୍ତନରେ ପର ଚିନ୍ତନରେ ନିଜର ସମୟ ନଷ୍ଟ କରିବା ପାପ ଅଟେ। ଯଦି କେହି ପାପ କର୍ମ କରିଦେଉଛି, ତେବେ ସାରା ପୁଣ୍ୟ ନଷ୍ଟ ହୋଇଯାଉଛି। ଯାହା କିଛି ବି ପୁଣ୍ୟ କରିଥିଲ ତାହା ନଷ୍ଟ ହୋଇଯାଇଥାଏ, ଯାହାଦ୍ୱାରା ଜମା ହେବା ବଦଳରେ ଖାଲି ହୋଇଯାଇଥାଏ। ପୁଣି ପାପ କର୍ମର ଦଣ୍ଡ ମଧ୍ୟ ଜ୍ଞାନୀତୁ ଆତ୍ମା ପିଲାମାନଙ୍କ ପାଇଁ 100 ଗୁଣା ଅଟେ, କାହିଁକି ନା ସଦ୍ଗୁରୁଙ୍କର ନିନ୍ଦୁକ ହୋଇଯାଆନ୍ତି। ସେଥିପାଇଁ ବାବା ଶିକ୍ଷା ଦେଉଛନ୍ତି, ମିଠେ ବଚ୍ଚେ, ତୁମକୁ କେବେ ବି ପାପ କର୍ମ କରିବାର ନାହିଁ। ବିକାର ଗୁଡ଼ିକର ଚୋଟରୁ ଅର୍ଥାତ୍ ଆଘାତରୁ ସୁରକ୍ଷିତ ହୋଇ ରୁହ। ଯେହେତୁ ବାବାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ରହିଛି, ସେଥିପାଇଁ ଦୟା ମଧ୍ୟ ଲାଗୁଛି। ବାବା ନିଜର ଅନୁଭବ ଶୁଣାଉଛନ୍ତି। ଯେବେ ବି ଏକାନ୍ତରେ ବସିଥାନ୍ତି, ପ୍ରଥମେ ଅନନ୍ୟ ପିଲାମାନେ ମଧ୍ୟ ବାବା କହୁଛନ୍ତି, ଯେବେ ବି ଏକାନ୍ତରେ ବସିଥାନ୍ତି ପ୍ରଥମେ ଅନନ୍ୟ ପିଲାମାନେ ମନେ ପଡ଼ନ୍ତି। ହୁଏତ ବିଦେଶରେ ବି ଥାଇପାରନ୍ତି ବା ଯେଉଁଠି ବି ଥାଆନ୍ତୁ ନା କାହିଁକି, ଯଦି କୌଣସି ଯୋଗ୍ୟ ସେବାଧାରୀ ସନ୍ତାନ ଶରୀର ତ୍ୟାଗ କରିଦିଏ, ତେବେ ତାର ଆତ୍ମାକୁ ମନେ ପକାଇ ବାବା ସର୍ଚ୍ଚ ଲାଇଟ୍ ଦିଅନ୍ତି। ଏ କଥା ତ ତୁମେ ପିଲାମାନେ ଜାଣିଛ ଯେ ଏହି ବ୍ରହ୍ମାଙ୍କର ଭୃକୁଟିରେ 2ଟି ବତୀ ଅର୍ଥାତ୍ 2ଟି ଲାଇଟ୍ ଏକାଠି ଅଛନ୍ତି ଏବଂ 2ଟି ଯାକ ବହୁତ ଶକ୍ତିଶାଳୀ ଅଟନ୍ତି। ତେବେ ସକାଳ ସମୟ ବହୁତ ଭଲ। ସ୍ନାନ ଆଦି କରି ଏକାନ୍ତରେ ବସି ପଡ଼ିବା ଦରକାର। ଭିତରେ ଖୁସି ମଧ୍ୟ ବହୁତ ରହିବା ଦରକାର। ବେହଦର ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ମିଠେ ବଚ୍ଚେ, ନିଜକୁ ଆତ୍ମା ମନେ କରି ମୋତେ ଏବଂ ନିଜର ଘରକୁ ମନେ ପକାଅ। ପିଲାମାନେ ଏହିଭଳି ଯୋଗର ଯାତ୍ରାକୁ କେବେ ବି ଭୁଲିବାର ନାହିଁ, କାରଣ ଯୋଗ ବଳ ଦ୍ୱାରା ହିଁ ତୁମେମାନେ ପବିତ୍ର ହେବ। ପବିତ୍ର ନ ହେଲେ ତୁମେମାନେ ଘରକୁ ଫେରିପାରିବ ନାହିଁ। ତେଣୁ ମୁଖ୍ୟ କଥା ହେଲା ଜ୍ଞାନ ଏବଂ ଯୋଗ। ବାବାଙ୍କ ପାଖରେ ଏହା ହିଁ ସବୁଠାରୁ ବଡ଼ ସମ୍ପତ୍ତି ରହିଛି, ଯାହାକି ସେ ପିଲାମାନଙ୍କୁ ଦେଉଛନ୍ତି। ଏଥିରେ ମଧ୍ୟ ଯୋଗ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ପିଲାମାନେ ଯଦି ଭଲ ଭାବରେ ମନେ ପକାଇବେ, ତେବେ ବାବା ମଧ୍ୟ ମନେ ପକାଇବେ। ଯୋଗ ଦ୍ୱାରା ପିଲାମାନେ ବାବାଙ୍କୁ ଆକର୍ଷିତ କରିଥାନ୍ତି। ପଛରେ ଆସିଥିବା ପିଲାମାନେ ଯେଉଁମାନେ କି ଉଚ୍ଚ ପଦ ପାଉଛନ୍ତି, ତାହାର ଆଧାର ମଧ୍ୟ ଯୋଗ ଅଟେ।
ସେମାନେ ବାବାଙ୍କୁ ଆକର୍ଷିତ କରିଥାନ୍ତି। କହୁଛନ୍ତି ନା, ବାବା ଦୟା କର, କୃପା କର। ଏଥିରେ ମଧ୍ୟ ମୁଖ୍ୟ ହେଲା ମନେ ପକାଇବା। ଯୋଗ ଦ୍ୱାରା ହିଁ କରେଣ୍ଟ ମିଳିବାକୁ ଲାଗିଥାଏ। ଏହାଦ୍ୱାରା ଆତ୍ମା ସୁସ୍ଥ ହୋଇଥାଏ ଏବଂ ଭରପୁର ହୋଇଯାଇଥାଏ। କେତେବେଳେ ଯଦି କୌଣସି ପିଲାଙ୍କୁ କରେଣ୍ଟ ଦେବାର ଥାଏ, ତେବେ ବାବାଙ୍କର ନିଦ ଆପେ ଆପେ, ବାବା କହୁଛନ୍ତି କେତେବେଳେ ଯଦି କୌଣସି ପିଲାକୁ କରେଣ୍ଟ ଦେବାର ଥାଏ, ତେବେ ବାବାଙ୍କର ନିଦ ଆପେ ଆପେ ଭାଙ୍ଗିଯାଏ। ଭିତରେ ଏହି ଚିନ୍ତା ରହିଥାଏ ଯେ ଅମୁକ ପିଲାକୁ କରେଣ୍ଟ ଦେବାର ଅଛି। ତୁମେମାନେ ଜାଣିଛ ଯେ କରେଣ୍ଟ ମିଳିବା ଦ୍ୱାରା ଆୟୁଷ ମଧ୍ୟ ବଢ଼ିଯାଇଥାଏ, ସଦା ନିରୋଗ ମଧ୍ୟ ହୋଇଥାଏ। ଏମିତି ବି ନୁହେଁ ଯେ କେବଳ ଗୋଟିଏ ଜାଗାରେ ବସି ଯୋଗ କରିବାର ଅଛି। ବାବା ବୁଝାଉଛନ୍ତି, ଚାଲିବା, ବୁଲିବା, ଭୋଜନ କରିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ। କାର୍ଯ୍ୟ କରିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ। ଯଦି କାହାକୁ କରେଣ୍ଟ ଦେବାର ଅଛି, ତେବେ ରାତିରେ ମଧ୍ୟ ଜାଗ୍ରତ ରହି କରେଣ୍ଟ ଦିଅ। ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ସକାଳୁ ଅମୃତ ବେଳାରୁ ଉଠି ଯେତେ ଅଧିକ ସମୟ ବାବାଙ୍କୁ ମନେ ପକାଇବ, ସେତେ ଅଧିକ ବାବାଙ୍କୁ ଆକର୍ଷିତ କରିବ। ବାବା ମଧ୍ୟ ସର୍ଚ୍ଚ ଲାଇଟ୍ ଦେବେ। ଆତ୍ମାକୁ ମନେ ପକାଇବା ଅର୍ଥ ସର୍ଚ୍ଚ ଲାଇଟ୍ ଦେବା। ପୁଣି ତୁମେ ତାକୁ କୃପା କୁହ ବା ଆଶୀର୍ବାଦ କୁହ। ତୁମେ ପିଲାମାନେ ଜାଣିଛ ଯେ ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ଏହା ଏକ ହାରିବା ଜିତିବାର ଖେଳ ମଧ୍ୟ ଅଟେ। ତେଣୁ ଏଥିରେ ଯାହା ସବୁ ଘଟୁଛି ତାହା ଠିକ୍ ଅଟେ। ବାକି ରଚୟିତାଙ୍କୁ ଏହି ଡ୍ରାମା ତ ନିଶ୍ଚିନ୍ତ ପସନ୍ଦ ଅଟେ ନା। ତେଣୁ ରଚୟିତାଙ୍କର ପିଲାମାନଙ୍କୁ ମଧ୍ୟ ପସନ୍ଦ ଅଟେ। ଏହି ଡ୍ରାମାରେ ବାବା ଥରେ ମାତ୍ର ପିଲାମାନଙ୍କ ପାଖକୁ ଆସିଥାନ୍ତି ଏବଂ ଅତି ସ୍ନେହର ସହିତ ମନ ପ୍ରାଣ ଦେଇ ପିଲାମାନଙ୍କ ସେବା କରିଥାନ୍ତି। ବାବାଙ୍କୁ ତ ସବୁ ପିଲା ପ୍ରିୟ ଅଟନ୍ତି ନା। ତୁମେମାନେ ଜାଣିଛ ଯେ ସତ୍ୟ ଯୁଗରେ ମଧ୍ୟ ସମସ୍ତେ ପରସ୍ପରକୁ ବହୁତ ସ୍ନେହ କରିବେ। ପଶୁପକ୍ଷୀମାନଙ୍କ ଭିତରେ ମଧ୍ୟ ବହୁତ ସ୍ନେହ ରହିବ। ଏଭଳି କୌଣସି ଜୀବଜନ୍ତୁ ସେଠାରେ ନଥିବେ ଯିଏକି ସ୍ନେହରେ ରହୁନଥିବେ। ତେଣୁ ତୁମମାନଙ୍କୁ ଏଠାରେ ମାଷ୍ଟର ସ୍ନେହର ସାଗର ହେବାକୁ ପଡ଼ିବ। ଯଦି ଏଠାରେ ଏହିଭଳି ହେବ, ତେବେ ତୁମର ଏହି ସଂସ୍କାର ପୁଣି ଅବିନାଶୀ ହୋଇଯିବ। ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ଅବିକଳ କଳ୍ପ ପୂର୍ବ ଭଳି ପୁନର୍ବାର ସତ୍ତ୍ୱ ପ୍ରଦାନ କରିବା ପାଇଁ ଆସିଛି। କେବେ ଯଦି କୌଣସି ପିଲାର କ୍ରୋଧ କରିବାର ଶବ୍ଦ ଶୁଣୁଛନ୍ତି, ତେବେ ବାବା ତାକୁ ଶିକ୍ଷା ଦେଉଛନ୍ତି କ୍ରୋଧ କରିବା ଠିକ୍ ନୁହେଁ। ଏହାଦ୍ୱାରା ତୁମେ ମଧ୍ୟ ଦୁଃଖୀ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଦୁଃଖୀ କରିବ। ବାବା ଯେହେତୁ ସଦାକାଳର ସୁଖଦାତା ଅଟନ୍ତି, ତେଣୁ ପିଲାମାନଙ୍କୁ ମଧ୍ୟ ବାବାଙ୍କ ସମାନ ହେବାର ଅଛି। ତେଣୁ ପରସ୍ପରକୁ କେବେ ବି ଦୁଃଖ ଦେବାର ନାହିଁ। ବହୁତ ବହୁତ ଗେହ୍ଲା ହୋଇ ରହିବାକୁ ହେବ। ସ୍ନେହୀ ପିତାଙ୍କୁ ଯଦି ବହୁତ ସ୍ନେହର ସହିତ ମନେ ପକାଇବ, ତେବେ ନିଜର ମଧ୍ୟ କଲ୍ୟାଣ ଏବଂ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିପାରିବ। ଏବେ ତ ବିଶ୍ୱର ମାଲିକ ତୁମମାନଙ୍କ ପାଖକୁ ଅତିଥି ହୋଇ ଆସିଛନ୍ତି। ତୁମମାନଙ୍କର ସହଯୋଗ ଦ୍ୱାରା ବିଶ୍ୱର କଲ୍ୟାଣ ହେବ। ଯେପରି ତୁମେ ଆତ୍ମିକ ପିଲାମାନଙ୍କୁ ବାବା କହୁଛନ୍ତି, ଯେମିତି ତୁମ ଆତ୍ମିକ ପିଲାମାନଙ୍କୁ ବାବା ବହୁତ ପ୍ରିୟ ଲାଗୁଛନ୍ତି, ସେହିପରି ବାବାଙ୍କୁ ମଧ୍ୟ ତୁମେ ଆତ୍ମିକ ସନ୍ତାନମାନେ ବହୁତ ପ୍ରିୟ ଲାଗୁଛ। କାହିଁକି ନା ତୁମେମାନେ ହିଁ ଶ୍ରୀମତ ଅନୁସାରେ ସାରା ବିଶ୍ୱର କଲ୍ୟାଣ କରିବା ବାଲା ଅଟ। ଏବେ ତୁମେମାନେ ଏଠାରେ ଈଶ୍ୱରୀୟ ପରିବାରରେ ବସିଛ। ବାବା ମଧ୍ୟ ତୁମମାନଙ୍କ ସମ୍ମୁଖରେ ବସିଛନ୍ତି। ତୁମ ସହିତ ହିଁ ଖାଇବି, ତୁମ ସହିତ ହିଁ ବସିବି, ଏହିଭଳି କହୁଥିଲ ନା। ତୁମେମାନେ ଜାଣିଛ, ଶିବ ବାବା ଏହାଙ୍କ ଶରୀରରେ ଆସି କହୁଛନ୍ତି, ମିଠା ମିଠା ପିଲାମାନେ, ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି କେବଳ ମୋତେ ହିଁ ମନେ ପକାଅ। ଏହା ତୁମର ଅନ୍ତିମ ଜନ୍ମ ଅଟେ। ବାବା କହୁଛନ୍ତି, ଏହି ପୁରୁଣା ଦୁନିଆ, ପୁରୁଣା ଦେହ ସବୁ କିଛି ନଷ୍ଟ ହୋଇଯିବ। ଗାୟନ ମଧ୍ୟ ରହିଛି, ତୁମେ ମରିଗଲେ ଦୁନିଆ ମରିଗଲା।
ତେବେ ପୁରୁଷାର୍ଥ କରିବା ପାଇଁ ସଙ୍ଗମ ଯୁଗରେ ଏହି ଅଳ୍ପ ସମୟ ବାକି ରହିଛି। ପିଲାମାନେ ପଚାରୁଛନ୍ତି, ବାବା ଏହି ପାଠପଢ଼ା ଆଉ କେତେ ଦିନ ଚାଲିବ? ଯେ ପର୍ଯ୍ୟନ୍ତ ଦୈବୀ ରାଜଧାନୀ ସ୍ଥାପନ ହୋଇନାହିଁ ସେ ପର୍ଯ୍ୟନ୍ତ ଶୁଣାଉଥିବି। ତାପରେ ତୁମେମାନେ ନୂଆ ଦୁନିଆକୁ ସ୍ଥାନାନ୍ତରିତ ହୋଇଯିବ। ବାବା କେତେ ନିରହଙ୍କାରୀ ହୋଇ ତୁମମାନଙ୍କର ସେବା କରୁଛନ୍ତି। ତେଣୁ ତୁମମାନଙ୍କୁ ମଧ୍ୟ ଏତିକି ସେବା କରିବା ଦରକାର। ଶ୍ରୀମତ ଅନୁସାରେ ଚାଲିବା ଦରକାର। ଯଦି କେଉଁଠି ବି ନିଜ ମତରେ ଚାଲିଲ ତେବେ ଭାଗ୍ୟରେ ପୂର୍ଣ୍ଣଚ୍ଛେଦ ଲାଗିଯିବ। ତୁମେ ବ୍ରାହ୍ମଣମାନେ ଈଶ୍ୱରୀୟ ସନ୍ତାନ ଅଟ। ବ୍ରହ୍ମାଙ୍କର ସନ୍ତାନ ହିସାବରେ ଭାଇ ଭଉଣୀ ଅଟ। ଈଶ୍ୱରଙ୍କର ନାତି ନାତୁଣୀ ଅଟ ଏବଂ ଈଶ୍ୱର ପିତାଙ୍କଠାରୁ ହିଁ ପୈତୃକ ସମ୍ପତ୍ତି ପ୍ରାପ୍ତ କରୁଛ। ଏଥିରେ ଯିଏ ଯେତେ ଅଧିକ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ। ଏଥିରେ ସାକ୍ଷୀ ସ୍ଥିତିରେ ରହିବାର ମଧ୍ୟ ବହୁତ ଅଭ୍ୟାସ ରହିବା ଦରକାର। ବାବାଙ୍କର ପ୍ରଥମ ନିର୍ଦ୍ଦେଶ ହେଲା ଅଶରୀର ହୁଅ, ଦେହୀ ଅଭିମାନୀ ହୁଅ। ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ, ତେବେ ଯାଇ ଆତ୍ମାରୁ ଖାଦ ବାହାରିବ ଏବଂ ଆତ୍ମା ସହିଷ୍ଣୁନା ହୋଇଯିବ। ତୁମେ ପିଲାମାନେ ଅଧିକାର ସହିତ କହିପାରିବ, ବାବା ଓ ମିଠା ବାବା, ଆପଣ ମୋତେ ନିଜର ସନ୍ତାନ କରି ସବୁକିଛି ପୈତୃକ ସମ୍ପତ୍ତି ରୂପରେ ଦେଇଛନ୍ତି। ଏହି ସମ୍ପତ୍ତିକୁ କେହି ଛଡ଼ାଇ ବାବା କହୁଛନ୍ତି ଏହି ସମ୍ପତ୍ତିକୁ କେହି ଛଡ଼ାଇ ନେଇପାରିବ ନାହିଁ। ତେଣୁ ଏତିକି ନିଶା ତୁମମାନଙ୍କ ଭିତରେ ରହିବା ଦରକାର। ତୁମେମାନେ ହିଁ ସମସ୍ତଙ୍କୁ ମୁକ୍ତି ଜୀବନ ମୁକ୍ତିର ରାସ୍ତା ଦେଖାଉଥିବା ଲାଇଟ୍ ହାଉସ୍ ଅଟ। ଉଠିବା ବସିବା ବେଳେ, ଚାଲିବା ବୁଲିବା ବେଳେ ତୁମେମାନେ ଲାଇଟ୍ ହାଉସ୍ ହୋଇ ରୁହ। ବାବା କହୁଛନ୍ତି, ପିଲାମାନେ ଏବେ ସମୟ ବହୁତ କମ୍ ଅଛି। ଗାୟନ ମଧ୍ୟ ରହିଛି। 1 ଘଡ଼ି ଅଧା ଘଡ଼ି ଅର୍ଥାତ୍ ଅଳ୍ପ ସମୟ ବାହାର କରି ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଇବାରେ ଲାଗିପଡ଼ ଏବଂ ଧୀରେ ଧୀରେ ଚାର୍ଟକୁ ବଢ଼ାଇ ଚାଲ। ମିଠା ମିଠା ଗେହ୍ଲା ଭାଗ୍ୟବାନ ତଥା ସ୍ନେହୀ ଜ୍ଞାନ ତାରକାମାନଙ୍କୁ ମାତ ପିତା ବାପ ଦାଦାଙ୍କର ହାର୍ଦ୍ଦିକ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଅବ୍ୟକ୍ତ ମହାବାକ୍ୟ, ନିରନ୍ତର ଯୋଗୀ ହୁଅ। ଯେପରି ଗୋଟିଏ ସେକେଣ୍ଡରେ ସୁଇଚ୍ ଅଫ୍ ଏବଂ ଅନ୍ କରାଯାଉଛି, ସେହିପରି ଗୋଟିଏ ସେକେଣ୍ଡରେ ଶରୀରର ଆଧାର ନିଅ ଏବଂ ଗୋଟିଏ ସେକେଣ୍ଡରେ ଶରୀର ଠାରୁ ଅଲଗା ଅଶରୀର ସ୍ଥିତିରେ ସ୍ଥିତ ହୋଇଯାଅ। ଏବେ ଏବେ ଶରୀରକୁ ଆସିଲ, ପୁଣି ଏବେ ଏବେ ଅଶରୀର ହୋଇଗଲ। ଏହିଭଳି ଅଭ୍ୟାସ କରିବାକୁ ହେବ। ଏହାକୁ ହିଁ କର୍ମାନ୍ତିତ ଅବସ୍ଥା କୁହାଯାଉଛି। ଯେପରି କୌଣସି ବସ୍ତ୍ରକୁ ବାବା କହିଲେ କି ଯେପରି କୌଣସି ବସ୍ତ୍ରକୁ ଧାରଣ କରିବା ବା ନ କରିବା ନିଜ ହାତରେ ଥାଏ। ଯଦି ଆବଶ୍ୟକ ପଡ଼ିଲା ତେବେ ପିନ୍ଧିଲ, ଯଦି ଆବଶ୍ୟକ ନାହିଁ ତେବେ ଓହ୍ଲାଇ ଦେଲ। ଏହିଭଳି ଅଭ୍ୟାସ ଏହି ଶରୀର ରୂପୀ ବସ୍ତ୍ରକୁ ଧାରଣ କରିବା ଏବଂ ତାଠାରୁ ଅଲଗା ହୋଇଯିବାର ହେବା ଦରକାର। କର୍ମ କରିବା ସମୟରେ ମଧ୍ୟ ଏହିଭଳି ଅନୁଭବ ହେବା ଦରକାର। ଯେପରି କୌଣସି ବସ୍ତ୍ରକୁ ଧାରଣ କରି କାର୍ଯ୍ୟ କରିଥାନ୍ତି, କାର୍ଯ୍ୟ ଶେଷ ହେବା ପରେ ବସ୍ତ୍ରଠାରୁ ଅଲଗା ହୋଇଯାଆନ୍ତି, ତେବେ ଶରୀର ଏବଂ ଆତ୍ମାର ପୃଥକ ପଣିଆ ଚାଲିବା ବୁଲିବା ସମୟରେ ମଧ୍ୟ ଅନୁଭବ ହେଉ। ଯେପରି କୌଣସି କଥାର ଅଭ୍ୟାସ ହୋଇଯାଏ ସେହିପରି ହେଉ। କିନ୍ତୁ ଏହି ଅଭ୍ୟାସ ମଧ୍ୟ କେଉଁମାନଙ୍କୁ ହୋଇପାରିବ? ଯେଉଁମାନେ ଶରୀର ସହିତ ବା ଶରୀର ସମ୍ବନ୍ଧରେ ଯେଉଁ ସବୁ କଥା ରହୁଛି, ଶରୀରର ଦୁନିଆ, ଶରୀରର ସମ୍ବନ୍ଧ ବା ଯେଉଁ ସବୁ ଅନେକ ବସ୍ତୁ ଗୁଡ଼ିକ ରହିଛି ସେଗୁଡ଼ିକ ଠାରୁ ସମ୍ପୂର୍ଣ୍ଣ ଅନାସକ୍ତ ରହୁଥିବେ, ଟିକିଏ ବି ଆକର୍ଷଣ ନଥିବ, ତେବେ ଯାଇ ଦେହଠାରୁ ନିଆରା ହୋଇପାରିବ। ଯଦି ସୂକ୍ଷ୍ମ ରୂପରେ ସଂକଳ୍ପରେ ମଧ୍ୟ ହାଲୁକା ପଣିଆ ନାହିଁ, ସେଥିରୁ ଅଲଗା ହୋଇପାରୁନାହଁ, ତେବେ ନିଆରା ପଣିଆର ଅନୁଭବ କରିପାରିବ ନାହିଁ। ବାବା କହିଲେ କି ଯଦି ସୂକ୍ଷ୍ମ ରୂପରେ ସଂକଳ୍ପରେ ମଧ୍ୟ ହାଲୁକା ପଣିଆ ନାହିଁ, ସେଥିରୁ ଅଲଗା ହୋଇପାରୁନାହଁ,
ତେବେ ନିଆରା ପଣିଆର ଅନୁଭବ କରିପାରିବ ନାହିଁ। ତେଣୁ ପ୍ରତ୍ୟେକଙ୍କୁ ଏବେ ଏହି ଅଭ୍ୟାସ କରିବାକୁ ହେବ। ସମ୍ପୂର୍ଣ୍ଣ ନିଆରା ପଣିଆର ଅନୁଭବ ହେବା ଦରକାର। ଏହିଭଳି ସ୍ଥିତିରେ ରହିବା ଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ତୁମମାନଙ୍କ ଭିତରେ ନିଆରା ପଣିଆର ଅନୁଭବ ହେବ। ସେମାନେ ମଧ୍ୟ ହୃଦବୋଧ କରିବେ। ଯେପରି ଯୋଗରେ ବସିବା ସମୟରେ ଅନେକ ଆତ୍ମାକୁ ଅନୁଭବ ହୋଇଥାଏ ନା, ଡ୍ରିଲ୍ କରାଉଥିବା ଏହି ଆତ୍ମା ଏକ ଭିନ୍ନ ସ୍ଥିତିରେ ଅଛନ୍ତି। ଏହିଭଳି ଚାଲିବା ବୁଲିବା ସମୟରେ ମଧ୍ୟ ଫରିସ୍ତା ସ୍ୱରୂପର ସାକ୍ଷାତକାର ହେବ। ବାବା କହୁଛନ୍ତି ଏହିଭଳି ଚାଲିବା ବୁଲିବା ସମୟରେ ମଧ୍ୟ ଅନେକ ଆତ୍ମାକୁ ଫରିସ୍ତା ସ୍ୱରୂପର ସାକ୍ଷାତକାର ହେବ। ଏଠାରେ ବସିଥିଲେ ମଧ୍ୟ ଅନେକ ଆତ୍ମାକୁ, ବାବା କହିଲେ ଏଠାରେ ବସିଥିଲେ ମଧ୍ୟ ଅନେକ ଆତ୍ମାକୁ, ଯେଉଁମାନେ ବି ତୁମର ସତ୍ୟଯୁଗୀ ପରିବାରରେ ଆସିବେ ସେମାନଙ୍କୁ ତୁମମାନଙ୍କର ଫରିସ୍ତା ସ୍ୱରୂପର ଏବଂ ଭବିଷ୍ୟତର ରାଜ୍ୟପଦର ଦୁଇଟି ଯାକର ସାକ୍ଷାତକାର ଏକାଠି ହେବ। ଯେପରି ଆରମ୍ଭ ସମୟରେ ବ୍ରହ୍ମାଙ୍କ ଭିତରେ ବ୍ରହ୍ମାଙ୍କର ସମ୍ପୂର୍ଣ୍ଣ ସ୍ୱରୂପ ଏବଂ ଶ୍ରୀକୃଷ୍ଣ ଉଭୟଙ୍କୁ ଏକାଠି ସାକ୍ଷାତକାର କରୁଥିଲେ, ସେହିଭଳି ଏବେ ସେମାନଙ୍କୁ ତୁମମାନଙ୍କର ଡବଲ ରୂପର ସାକ୍ଷାତକାର ହେବ। ଯେତେ ଯେତେ କ୍ରମାନ୍ୱୟ ହିସାବରେ ଏହିଭଳି ନିଆରା ସ୍ଥିତିରେ ସ୍ଥିତ ହୋଇ ଚାଲିବ, ତୁମମାନଙ୍କର ମଧ୍ୟ ଡବଲ ରୂପର ସାକ୍ଷାତକାର ହେବ। ଏବେ ଯଦି ଏହାର ପୁରା ଅଭ୍ୟାସ ହୋଇଯିବ, ତେବେ ଚାରିଆଡ଼ୁ ଏହି ସମାଚାର ଆସିବା ଆରମ୍ଭ ହୋଇଯିବ। ଯେପରି ଆରମ୍ଭ ସମୟରେ ଘରେ ବସି ମଧ୍ୟ ଅନେକ ନିକଟ ସମ୍ବନ୍ଧର, ବାବା କହୁଛନ୍ତି ଯେପରି ଆରମ୍ଭ ସମୟରେ ଘରେ ବସି ମଧ୍ୟ ଅନେକ ନିକଟ ସମ୍ବନ୍ଧରେ ଆସିବା ବାଲା ଆତ୍ମାମାନଙ୍କୁ ସାକ୍ଷାତକାର ହୋଇଥିଲା ନା, ସେହିପରି ଏବେ ମଧ୍ୟ ହେବ। ଏଠାରେ ବସିଥିଲେ ମଧ୍ୟ ତୁମମାନଙ୍କର ସୂକ୍ଷ୍ମ ସ୍ୱରୂପ ସେବା କରିବ। ଏବେ ଏହି ସେବା ବାକି ରହିଛି। ସାକାର ବାବାଙ୍କ ଦ୍ୱାରା ଏହିସବୁ ଦୃଷ୍ଟାନ୍ତ ତ ଦେଖିସାରିଛ। ସବୁ କଥା ଡ୍ରାମା ଅନୁସାରେ ଧୀରେ ଧୀରେ ପୁନର୍ବାର ହେବ। ଯେତେବେଳେ ନିଜେ ଆକାରୀ ଫରିସ୍ତା ସ୍ୱରୂପରେ ରହିବ, ସେତେବେଳେ ତୁମର ଫରିସ୍ତା ରୂପ ସେବା କରିବ। ଆତ୍ମାଙ୍କୁ ସାରା ବିଶ୍ୱର ଚକ୍ର ଲଗାଇବା ପାଇଁ କେତେ ସମୟ ଲାଗୁଛି? ତେଣୁ ଏବେ ତୁମମାନଙ୍କର ସୂକ୍ଷ୍ମ ସ୍ୱରୂପ ମଧ୍ୟ ସେବା କରିବ। କିନ୍ତୁ ଯେଉଁମାନେ ଏହିଭଳି ନ୍ୟାରା ହେବାର ସ୍ଥିତିରେ ସ୍ଥିତ ରହୁଥିବେ, ନିଜେ ସର୍ବଦା ଫରିସ୍ତା ସ୍ୱରୂପରେ ସ୍ଥିତ ରହୁଥିବେ, ଆରମ୍ଭ ସମୟରେ ତ ସବୁ କଥାର ସାକ୍ଷାତକାର ମଧ୍ୟ ହୋଇସାରିଛି। ଫରିସ୍ତା ରୂପରେ ସମ୍ପୂର୍ଣ୍ଣ ସ୍ଥିତିର ଏବଂ ବର୍ତ୍ତମାନର ପୁରୁଷାର୍ଥୀ ସ୍ଥିତିର ଦୁଇଟି ଯାକ ଅଲଗା ଅଲଗା ସାକ୍ଷାତକାର ହେଉଥିଲା। ଯେପରି ସାକାର ବ୍ରହ୍ମା ଏବଂ ସମ୍ପୂର୍ଣ୍ଣ ବ୍ରହ୍ମାଙ୍କର ଅଲଗା ଅଲଗା ସାକ୍ଷାତକାର ହେଉଥିଲା, ସେହିପରି ଅନ୍ୟାନ୍ୟ ପିଲାମାନଙ୍କର ମଧ୍ୟ ସାକ୍ଷାତକାର ହେବ। ଯେତେବେଳେ ଦୁନିଆରେ ବିଶୃଙ୍ଖଳା ଆରମ୍ଭ ହୋଇଯିବ, ସେତେବେଳେ ସାକାର ଶରୀର ଦ୍ୱାରା ତ କିଛି କରିପାରିବ ନାହିଁ। ଏଣୁ ବାବା କହିଲେ ଏବଂ ତେଣୁ ସେବା ଦ୍ୱାରା ହିଁ ଅଧିକ ପ୍ରଭାବ ପଡ଼ିବ। ଅନୁଭବ ହିଁ ପ୍ରଭାବ ପକାଇଥିଲା। ସେହିପରି ଅନ୍ତିମ ସମୟରେ ମଧ୍ୟ ଏହି ସେବା ହେବ। ତେବେ ନିଜର ସମ୍ପୂର୍ଣ୍ଣ ସ୍ୱରୂପର ସାକ୍ଷାତକାର ନିଜକୁ ହେଉଛି ତ? ଏବେ ତ ଶକ୍ତିମାନଙ୍କୁ ଡାକିବା ଆରମ୍ଭ ହୋଇଗଲାଣି। ତେଣୁ ଏହିଭଳି ଅଭ୍ୟାସ ମଝିରେ ମଝିରେ କରିବାକୁ ହେବ। ଅଭ୍ୟାସ ପଡ଼ିଗଲେ ବହୁତ ଆନନ୍ଦର ଅନୁଭବ ହେବ। ଗୋଟିଏ ସେକେଣ୍ଡରେ ଆତ୍ମା ଶରୀରଠାରୁ ଅଲଗା ହୋଇଯିବ, ଅଭ୍ୟାସରେ ପଡ଼ିଯିବ। ଏବେ ଏହି ପୁରୁଷାର୍ଥ କରିବାକୁ ହେବ। ବର୍ତ୍ତମାନ ସମୟରେ ମନନ କରିବାର ଶକ୍ତି ଦ୍ୱାରା ଆତ୍ମା ଭିତରେ ସର୍ବଶକ୍ତି କରିବାର ଆବଶ୍ୟକତା ରହିଛି। ତେବେ ଯାଇ ମଗନ ଅବସ୍ଥାରେ ରହିପାରିବ ଏବଂ ସବୁ ବିଘ୍ନ ହଟିଯିବ। ବିଘ୍ନର ଢେଉ ମଧ୍ୟ ସେତେବେଳେ ଆସିଥାଏ ଯେତେବେଳେ ଆତ୍ମ ଅଭିମାନୀ ହେବାର ଫୋର୍ସ କମ୍ ହୋଇଯାଏ। ତେଣୁ ବର୍ତ୍ତମାନ ସମୟରେ ଶିବରାତ୍ରିର ସେବା କରିବା ପୂର୍ବରୁ ନିଜ ଭିତରେ ଶକ୍ତି ଭରିବାର ଲଗନ ଆସିବା ଦରକାର। ଯଦିଓ ଯୋଗ କରିବାର କାର୍ଯ୍ୟକ୍ରମମାନ ରଖୁଛ, କିନ୍ତୁ ଯୋଗ ଦ୍ୱାରା ଶକ୍ତି ଗୁଡ଼ିକର ଅନୁଭବ କରିବା ଏବଂ କରାଇବା। ଏବେ ଏହିଭଳି
କ୍ଲାସ୍ ସବୁ ହେବା ଆବଶ୍ୟକ। ବାସ୍ତବିକ ରୂପରେ ନିଜର ଯୋଗବଳ ଆଧାରରେ ଅନ୍ୟମାନଙ୍କୁ ବଳ ଦେବାକୁ ହେବ। କେବଳ ବାହାରର ସେବା କରିବାର ଯୋଜନା କର ନାହିଁ, କିନ୍ତୁ ସବୁଆଡ଼କୁ ପୁରା ଧ୍ୟାନ ଦେବା ଦରକାର। ଯେଉଁମାନେ ନିମିତ୍ତ ଅଟନ୍ତି ସେମାନଙ୍କୁ ଏ ବିଚାର ଆସିବା ଦରକାର ଯେ ଆମର ଫୁଲ ବଗିଚାଟି କେଉଁ କଥାରେ ଦୁର୍ବଳ ଅଛି। ଯେକୌଣସି ପ୍ରକାରରେ ନିଜର ବଗିଚାର ଦୁର୍ବଳତା ଉପରେ କଡ଼ା ନଜର ରଖିବା ଦରକାର। ସମୟ ଦେବାକୁ ପଡ଼ିଲେ ମଧ୍ୟ ଦୁର୍ବଳତାକୁ ସମାପ୍ତ କରିବା ଦରକାର। ଯେପରି ସାକାର ବ୍ରହ୍ମାଙ୍କୁ ତ ଦେଖିଛ, ଯଦି ସେଭଳି କୌଣସି ଅସୁବିଧା ସମୟ ଆସୁଥିଲା ତେବେ ରାତିଦିନ ସକାଶ ଦେବାର ବିଶେଷ ସେବା କରୁଥିଲେ ବା ବିଶେଷ ଯୋଜନା କରୁଥିଲେ। ନିର୍ବଳ ଆତ୍ମାମାନଙ୍କ ଭିତରେ ବଳ, ବାବା କହୁଛନ୍ତି, ନିର୍ବଳ ଆତ୍ମାମାନଙ୍କ ଭିତରେ ବଳ ଭରିବାର ବିଶେଷ ଧ୍ୟାନ ରହୁଥିଲା, ଯାହାଦ୍ୱାରା ଅନେକ ଆତ୍ମାଙ୍କୁ ଅନୁଭବ ମଧ୍ୟ ହେଉଥିଲା। ରାତି ରାତି ସମୟ ଦେଇ ଆତ୍ମାମାନଙ୍କ ଭିତରେ ସକାଶ ଭରିବାର ବିଶେଷ ସେବା କରୁଥିଲେ। ତେଣୁ ଏବେ ସେହିଭଳି ବିଶେଷ ସକାଶ ଅର୍ଥାତ୍ ସୂକ୍ଷ୍ମ ଶକ୍ତି ଭରିବାର ସେବା କରିବାକୁ ହେବ, ଯାହାଦ୍ୱାରା ଚାରିଆଡ଼େ ଲାଇଟ୍ ମାଇଟ୍ର ପ୍ରଭାବ ଖେଳିଯିବ। ଏବେ ଏହି ସେବା ବହୁତ ଆବଶ୍ୟକ। ଯେପରି କେହି ଯଦି ଧନୀ ହୋଇଯାଏ ତେବେ ସେ ତା'ର ନିକଟ ସମ୍ବନ୍ଧୀମାନଙ୍କୁ ମଧ୍ୟ ସାହାଯ୍ୟ ଦେଇ ଉପରକୁ ଉଠାଇ ଦେଇଥାଏ। ସେହିପରି ବର୍ତ୍ତମାନ ସମୟରେ ତୁମମାନଙ୍କ ସମ୍ବନ୍ଧ ସମ୍ପର୍କରେ ଯେଉଁ ସବୁ ଦୁର୍ବଳ ଆତ୍ମାମାନେ ଅଛନ୍ତି ସେମାନଙ୍କୁ ବିଶେଷ ସକାଶ ଦେବାକୁ ହେବ। ଆଚ୍ଛା, ବରଦାନ ଆଜି ବାବାର। ହଜାର ଭୁଜାବାଲା ବ୍ରହ୍ମାଙ୍କର ସଙ୍ଗର ନିରନ୍ତର ଅନୁଭବ କରୁଥିବା ସଚ୍ଚା ସ୍ନେହୀ ଭବ। ହଜାର ଭୁଜାବାଲା ବ୍ରହ୍ମାଙ୍କର ସଙ୍ଗର ନିରନ୍ତର ଅନୁଭବ କରୁଥିବା ସଦା ସ୍ନେହୀ ଭବ। ବିସ୍ତାର। ବର୍ତ୍ତମାନ ସମୟରେ ବ୍ରହ୍ମାଙ୍କର ହଜାର ଭୁଜାବାଲା ରୂପର ପାଠ ଚାଲିଛି। ଯେପରି ଆତ୍ମା ଭୁଜା ଅର୍ଥାତ୍ ହାତ ବିନା କିଛି ବି କାମ କରିପାରିବ ନାହିଁ, ସେହିପରି ବାପ ଦାଦାଙ୍କ ବିନା ଭୁଜାରୂପୀ ପିଲାମାନେ ମଧ୍ୟ କିଛି ବି କରିପାରିବେ ନାହିଁ। ପ୍ରତ୍ୟେକ କାର୍ଯ୍ୟରେ ପ୍ରଥମେ ବାବାଙ୍କର ହିଁ ସହଯୋଗ ରହିଛି। ଯେତେ ଦିନ ପର୍ଯ୍ୟନ୍ତ ସ୍ଥାପନାର ପାଠ ଚାଲିଥିବ ସେତେଦିନ ପର୍ଯ୍ୟନ୍ତ ବାପ ଦାଦା ପିଲାମାନଙ୍କର ପ୍ରତ୍ୟେକ ସଂକଳ୍ପରେ ଏବଂ ପ୍ରତ୍ୟେକ ସେକେଣ୍ଡରେ ସାଥିରେ ଅଛନ୍ତି। ସେଥିପାଇଁ କେବେ ବି ଅଲଗା ହେବାର ପରଦା ପକାଇ ବିୟୋଗୀ ଆତ୍ମା ହୁଅ ନାହିଁ। ସର୍ବଦା ପ୍ରେମର ସାଗରଙ୍କର ଲହଡ଼ିରେ ଖେଳୁଥାଅ, ବାବାଙ୍କର ଗୁଣଗାନ କରୁଥାଅ, କିନ୍ତୁ ମାୟା ଦ୍ୱାରା ଘାୟଲ ହୁଅ ନାହିଁ। ତେବେ ବାବାଙ୍କ ପ୍ରତି ସ୍ନେହର ପ୍ରତ୍ୟକ୍ଷ ସ୍ୱରୂପ ହେଲା ସେବାର ସ୍ନେହୀ ହୁଅ। ସ୍ଲୋଗାନ। ଅଶରୀର ସ୍ଥିତିର ଅନୁଭବ ବା ଅଭ୍ୟାସ ହିଁ ନମ୍ବରକୁ ଆଗକୁ ବଢ଼ାଇବାର ଆଧାର। ଅଶରୀର ସ୍ଥିତିର ଅନୁଭବ ବା ଅଭ୍ୟାସ ହିଁ ନମ୍ବରକୁ ଆଗକୁ ବଢ଼ାଇବାର ଆଧାର। ପତ୍ରପୁଷ୍ପ। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। 18 ନମ୍ବର ପଏଣ୍ଟ। ସବୁ ସମୟରେ ସବୁ ଆତ୍ମାଙ୍କ ପ୍ରତି ତୁମର ମାନସିକ ସ୍ଥିତି ସ୍ୱତଃ ହିଁ ଶୁଭ ଭାବନା ଏବଂ ଶୁଭକାମନାର ଶୁଦ୍ଧ ପ୍ରକମ୍ପନ ବିତରଣ କରୁଥିବାର ଅନୁଭବ ନିଜକୁ ଏବଂ ଅନ୍ୟମାନଙ୍କୁ ହେଉ। ମନ ଭିତରୁ ସବୁ ସମୟରେ ସର୍ବ ଆତ୍ମାଙ୍କ ପ୍ରତି ଆଶୀର୍ବାଦ ବାହାରୁଥାଉ। ତୁମର ମନ ସର୍ବଦା ଏହି ସେବାରେ ବ୍ୟସ୍ତ ରହୁ। ଯେପରି ବାଣୀର ସେବା କରିବାର ଅନୁଭବୀ ହୋଇଯାଇଛ। ଯଦି ସେବା ନ ମିଳୁଛି ତେବେ ନିଜକୁ ଖାଲି ଅନୁଭବ କରୁଛ। ସେହିପରି ସବୁ ସମୟରେ ବାଣୀ ସହିତ ମାନସିକ ସେବା ମଧ୍ୟ ଏକାଠି ହେଇଥାଉ। ବାବା କହୁଛନ୍ତି, ତେବେ ସେହିପରି ସବୁ ସମୟରେ ବାଣୀ ସହିତ ମାନସିକ ସେବା ମଧ୍ୟ ଏକାଠି ହେଉଥାଉ। ଆଚ୍ଛା, ଓମ୍ ଶାନ୍ତି।